ସାର୍ ଆପଣଙ୍କୁ ନ୍ୟୁଜ୍ ରୁମକୁ ସ୍ୱାଗତ କରୁଛି। ଆଉ ଦିନକ ପରେ ନୂଆ ବର୍ଷ ଆସୁଛି, କିନ୍ତୁ ଆଜି କଥା ଆମେ ଯଦି କହିବା, ଆଜି ସକାଳୁ ସକାଳୁ କେଉଁଠି ନା କେଉଁଠି ପାଗ ଟିକେ କୋହଲା ଅନୁଭୂତ ହଉଥିଲା। ତ ବର୍ତ୍ତମାନ ସମୟରେ ହାଲକା ପବନ ଦଉଛି। ତ ଆଜି କଥା ଆମେ ଯଦି କହିବା, କଣ ରହୁଛି ପାଗକୁ ନେଇ, କଣ ଅପଡେଟ୍ ଆସୁଛି, କଣ କହିବେ ସାର୍? ନମସ୍କାର। ହଁ, ଆଜିଠୁ ଆମର ଯୋଉ ଶୀତର ଯୋଉ ପ୍ରଭାବଟା ବଢିବାର ସମ୍ଭାବନା ରହୁଛି। ଯୋଉ ଉତ୍ତର ପଶ୍ଚିମ ଯୋଉ ବାୟୁର ଯୋଉ ପ୍ରଭାବଟା ମତେ ଲାଗୁଛି ବଢିବ, ଆଉ ସେଇଟା ନେକ୍ସଟ 4-5 ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ହାଲକା ଯୋଉ ଆପଣ କହିଲେ କୋହଲା ପାଗ, ମତେ ଲାଗୁଛି ସକାଳ ବେଳା କଣ୍ଡିସନ ସେମିତି ରହିପାରେ, କିନ୍ତୁ ସର୍ବୋଚ୍ଚ ତାପମାତ୍ରା ବି ଟିକେ ଆମର ଯୋଉ 27 ରୁ 28 ଭିତରେ ରହିବ, କି 26 ରୁ 28 ଭିତରେ ରହିବ। ଆଉ ସର୍ବନିମ୍ନ ତାପମାତ୍ରା ବର୍ତ୍ତମାନ ହ୍ରାସ ପାଇବାକୁ ଆରମ୍ଭ କରିବ 2 ରୁ 4 ଡିଗ୍ରୀ। ତେଣୁ ଶୀତର ଯୋଉ ଅନୁଭୂତି ମତେ ଲାଗୁଛି ତାର ପ୍ରଭାବ ବଢିବ। ପଛକୁ ପଛ ଯୋଉ ପଶ୍ଚିମା ଝଡର ପ୍ରଭାବରେ ଉତ୍ତର ଭାରତରେ ଲାଗୁଛି ଶୀତ ଲହରୀ ଆରମ୍ଭ ହବ। ଆଉ ତା ପ୍ରଭାବଟା କେନ୍ଦ୍ରୀୟ, ପୂର୍ବ ଆଉ ଇଭିନ୍ ଦକ୍ଷିଣ ଭାରତରେ ପଡିବ। ତେଣୁ ନେକ୍ସଟ 4-5 ଦିନ ଆସୁଛି ଟିକେ ଅଧିକା ଶୀତର ପ୍ରଭାବ ରହିବ, କାରଣ ଗୋଟେ ଗୁରୁଚାପ କ୍ଷେତ୍ର ଆରବ ସାଗରରେ ଅଛି। ବାୟୁର ଯୋଉ ଚଳନଟା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଓଡିଶାକୁ ଉତ୍ତର ପଶ୍ଚିମ ଦିଗରେ ହଉଛି। ତେଣୁ ବର୍ତ୍ତମାନ ଶୀତର ପ୍ରଭାବ ବଢିବାର ବହୁତ ସମ୍ଭାବନା ରହୁଛି। ଆଜ୍ଞା ସାର୍, ଲଗାତାର କଥା ଆମେ ଯଦି କହିବା, ପୂର୍ବ 2 ଦିନ ପୂର୍ବରୁ ସେତେଟା ଶୀତ ଅନୁଭୂତ ହଉନଥିଲା, କିନ୍ତୁ ଆପଣ କହୁଛନ୍ତି ଆଗକୁ ଶୀତ ଅନୁଭୂତ ହେବ। ତ ବର୍ତ୍ତମାନ ଯୋଉ ପଶ୍ଚିମା ଝଡ ଥିଲା, ତ ପଶ୍ଚିମା ଝଡକୁ ନେଇ ବର୍ତ୍ତମାନ କଣ କହିବେ? ପଶ୍ଚିମ ଝଡ ମତେ ଲାଗୁଛି ଜାନୁଆରୀ ମାସରେ ସକ୍ରିୟ ରହିବ। ବର୍ତ୍ତମାନ ଆଉ ଗୋଟେ ପଶ୍ଚିମ ଝଡ, ଯଦିଓ ଟିକେ ଦୁର୍ବଳ ପଶ୍ଚିମ ଝଡ, ସେ ପ୍ରଭାବ ଅଲମୋଷ୍ଟ 2 ତାରିଖ ପର୍ଯ୍ୟନ୍ତ ରହିବ। ଯାହା ଫଳରେ କି ଆମର ଯୋଉ ଉତ୍ତର ଭାରତରେ ପାହାଡ ଅଞ୍ଚଳ ଅଛି, ଆଉ ପାର୍ଶ୍ୱବର୍ତ୍ତୀ ଯୋଉ ଦେଶ ମାନେ ଅଛନ୍ତି, ଯେମିତି ଆଫଗାନିସ୍ତାନ, ପାକିସ୍ତାନ, ଏଇସବୁ ଅଞ୍ଚଳ ବି ଯୋଉ ଆମର ଥଣ୍ଡା ବହୁତ ଅନୁଭୂତ କରିବ। ଆଉ ତା ସହିତ ଉତ୍ତର ଭାରତ ବି ଥଣ୍ଡା ହେଇକି ରହିବ। ଆଉ ଯେହେତୁ ଟିକେ ଆମର ତା ଦେହରେ ଆର୍ଦ୍ରତାପୂର୍ଣ୍ଣ ବାୟୁ ରହୁଛି, ବହୁତ ଡେନ୍ସ ଫଗ କଣ୍ଡିସନ ବି ସୃଷ୍ଟି କରିବାର ସମ୍ଭାବନା ରହୁଛି। ପୁଣି ଲାଗୁଛି ଯୋଉ 5-7 ଯୋଉ ସମୟଟା ରହୁଛି, ସେଇ ସମୟଟା ବି ଟିକେ ଶକ୍ତିଶାଳୀ ପଶ୍ଚିମା ଝଡର ପ୍ରଭାବ ରହିବ ଉତ୍ତର ଭାରତରେ। ଆଉ ଦକ୍ଷିଣ ଭାରତରେ ସେମିତି ପଛକୁ ପଛ ଆମର ଯୋଉ ଘୂର୍ଣ୍ଣିବଳୟ କ୍ଷେତ୍ର ଜାନୁଆରୀ ମାସରେ ରହୁଛି, କିନ୍ତୁ ତାର ଯୋଉ ପ୍ରଭାବଟା ମେଜରଲି ସୀମିତ ହେଇକି ଆମର ଦକ୍ଷିଣ ଭାରତ ଅଞ୍ଚଳରେ ରହୁଛି। ତେଣୁ ବର୍ତ୍ତମାନ ଯୋଉ ସମୟ ସୀମା ଆସୁଛି 5 ତାରିଖ ପର୍ଯ୍ୟନ୍ତ, ସେଇ ସମୟ ସୀମାରେ ଶୁଖିଲା ପାଗ, ଖୋଲା ଆକାଶ, ଆଉ ଶୀତ, ଆଉ ପଶ୍ଚିମା ଝଡ, ଏଇ ଯୋଉ 3-4ଟା ବାୟୁମଣ୍ଡଳର ପ୍ରଭାବ ଭାରତରେ ରହିବ। 5 ତାରିଖ ପରେ ପରେ ପୁଣି ଟିକେ ବଙ୍ଗୋପସାଗର ସକ୍ରିୟ ଟିକେ ହଉଛି, ଆଉ ଉତ୍ତର ପଶ୍ଚିମ ବାୟୁରେ ପଶ୍ଚିମା ଝଡର ପ୍ରଭାବ ରହୁଛି। ତେଣୁ ମତେ ଲାଗୁଛି 5-6 ପରେ ପରେ ଶୀତର ପ୍ରଭାବ ଟିକେ କମିବ। ଆଉ 10 ପରେ ପରେ ଟିକେ ଆଂଶିକ ପୁଣି ବାଦଲ କଣ୍ଡିସନ ସୃଷ୍ଟି ହେଇପାରେ। କିନ୍ତୁ ବର୍ତ୍ତମାନ ନେକ୍ସଟ ଯୋଉ ଆସୁଛି ଗୋଟେ ସପ୍ତାହ ବି ଧରିକି ଚାଲନ୍ତୁ, 4-5 ପର୍ଯ୍ୟନ୍ତ ଶୀତର ପ୍ରଭାବଟା ଟିକେ ଅଧିକା ରହିବାର ସମ୍ଭାବନା ରହୁଛି। କେନ୍ଦ୍ରୀୟ ଭାରତରେ, ଉତ୍ତର ଭାରତରେ, ପୂର୍ବ ଭାରତରେ, ଇଭିନ୍ ଦକ୍ଷିଣ ଭାରତର ଅଧିକାଂଶ ଜାଗା, କେବଳ ଯଦି ଆପଣ ତାମିଲନାଡୁ ଆଉ କେରଳାକୁ ଛାଡିଦେବେ, ଶୀତର ପ୍ରକୋପଟା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାରତରେ ରହିବ। ଆଉ ଗୁରୁଚାପ କ୍ଷେତ୍ର ଯୋଉ ଆରବ ସାଗରରେ ରହିଛି, ସେ ବର୍ତ୍ତମାନ ଓଡିଶା ଆଡକୁ ବାୟୁର ଚଳନ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଆଉ ଥଣ୍ଡା ବାୟୁର ଚଳନ ଜାରି ରଖିବ। ଆଜ୍ଞା ସାର୍, ଯେମିତିକି ଡିସେମ୍ବର ମାସରେ ବଙ୍ଗୋପସାଗର ସକ୍ରିୟ ରହୁଥିଲା, କିନ୍ତୁ ଯେହେତୁ ନୂଆ ବର୍ଷରେ ଜାନୁଆରୀ ମାସ କଥା ଯଦି କହିବା, ତ ଜାନୁଆରୀ ମାସରେ ସେଇଭଳି ସକ୍ରିୟ ରହିବ ନା? ଜାନୁଆରୀ ମାସରେ ସକ୍ରିୟ ରହିବ ଇନ୍ ଦ ସେନ୍ସ, ତାର ଯୋଉ ଯେମିତି ଆମେ ସେପ୍ଟେମ୍ବରରେ ଟିକେ ଶକ୍ତିଶାଳୀ ଲଘୁଚାପ, ଯେମିତି ଡିସେମ୍ବରରେ ବି ଆମେ ଦେଖିଲୁ ଗୋଟେ ଲଘୁଚାପ କ୍ଷେତ୍ର ବହୁତ ସମୟ ପାଇଁ ରହିଲା। ମତେ କାହିଁ ଲାଗୁନି ସେଇଭଳିଆ ପରିସ୍ଥିତି ସୃଷ୍ଟି ହବ। କିନ୍ତୁ 7-8 ପରେ ପରେ ଯେହେତୁ ବଙ୍ଗୋପସାଗର ସକ୍ରିୟ ରହିବ, ଆଉ ଉତ୍ତର ପଶ୍ଚିମ ବାୟୁର ଯୋଉ ପଶ୍ଚିମା ଝଡର ପ୍ରଭାବ ରହିବ,
ପରେ ମତେ ଲାଗୁଛି ଟିକେ ଜଳୀୟ ବାଷ୍ପ କେନ୍ଦ୍ରୀୟ ଭାରତ ଆମର ପୂର୍ବ ଭାରତ ଦକ୍ଷିଣ ଭାରତକୁ ଦିପଟୁ ଆସିବ, ଉତ୍ତର ପଶ୍ଚିମ ବାୟୁ ଦ୍ୱାରା ଆସିବ ଆଉ ସେପଟେ ଦକ୍ଷିଣ ପୂର୍ବ ବାୟୁ ଦ୍ୱାରା ଆସିବ। ତେଣୁ ସେଇ ସମୟରେ ମତେ ଲାଗୁଛି ବାଦଲ କଣ୍ଡିସନ ସୃଷ୍ଟି ହବ। କିନ୍ତୁ ବର୍ତ୍ତମାନ ଆପଣ 7-8 ପର୍ଯ୍ୟନ୍ତ ନେଇ ଚାନ୍ତୁ, ବର୍ତ୍ତମାନ ଆକାଶ ସମ୍ପୂର୍ଣ୍ଣ ବାଦଲ ବିହୀନ ରହିବ, ଶୀତର ପ୍ରଭାବ ବଢିବ, ସର୍ବନିମ୍ନ ତାପମାତ୍ରା କମିବ। ପରେ ଲାଗୁଛି ଏଇ ଯୋଉ ଦିଟା ବାୟୁର ସଂଶ୍ଳିଷ୍ଟ ରହିବେ, ଯେହେତୁ ବଙ୍ଗୋପସାଗର ଟିକେ ସକ୍ରିୟ ରହିବ, କେନ୍ଦ୍ରୀୟ ଭାରତରେ ବି କିଛିଟା ଗତିବିଧି ରହିପାରେ ଆଉ ପଶ୍ଚିମା ଝଡ଼, ତେଣୁ ସେଇ ଦିଟା ପ୍ରଭାବରେ ପରେ ଟିକେ ବାଦଲ ସୃଷ୍ଟି ଅଧିକାଂଶ ଭାରତରେ ରହିପାରେ। ତେଣୁ ସେତେବେଳେ ଶୀତର ପ୍ରଭାବ କମିବ। ଆଉ ଯଦି ଲଘୁଚାପ ଜନିତ ପ୍ରଭାବ ଦେଖିବେ ବଙ୍ଗୋପସାଗରରେ ମେନଲି ଯୋଉ ଦକ୍ଷିଣ ବଙ୍ଗୋପସାଗର ସକ୍ରିୟ ରହିବ ଜାନୁଆରୀ ମାସରେ, ତାର ପ୍ରଭାବଟା ଦକ୍ଷିଣ ଭାରତରେ ତାମିଲନାଡୁ ରେ ବେଶୀ ପଡିବାର ସମ୍ଭାବନା ଅଛି। କିନ୍ତୁ 9-10 ପରେ ଟିକେ ଅଧିକାଂଶ ଭାରତ ବାଦଲ କଣ୍ଡିସନରେ ରହିପାରେ, କାରଣ ଏଇ ଯୋଉ ଦକ୍ଷିଣ ପୂର୍ବ ଯୋଉ ଆମର ଉଷ୍ମ ଆଉ ଆର୍ଦ୍ରତାପୂର୍ଣ୍ଣ ବାୟୁ ସହିତ ଉତ୍ତର ପଶ୍ଚିମ ଥଣ୍ଡା ଆଉ ଶୁଷ୍କ ବାୟୁ ଯେତେବେଳେ ସଂଶ୍ଳିଷ୍ଟ ହୁଏ, ଟିକେ ବାଦଲ କଣ୍ଡିସନ ସୃଷ୍ଟି ହେଇପାରେ। ତେଣୁ ସେଇଟା ପରେ କିନ୍ତୁ ବର୍ତ୍ତମାନ 5-6 ଦିନ ଆମେ ଗୋଟେ ଭଲ ଶୀତ କଣ୍ଡିସନରେ ରହିବାର ସମ୍ଭାବନା ରହୁଛି। ପଶ୍ଚିମ ଓଡିଶା ଉତ୍ତର ଓଡିଶାରୁ ମତେ ଲାଗୁଛି ଶୀତର ପ୍ରଭାବଟା ବଢିବ। ଉପକୂଳବର୍ତ୍ତୀ ଓଡିଶାରେ ତ ଶୀତ କମ ରହେ, କିନ୍ତୁ ଆପଣ ଯଦି ତୁଳନାତ୍ମକ ଭାବେ 4ଟା ଜୋନରେ ଦେଖିବେ, ଉତ୍ତର ଓଡିଶା ପଶ୍ଚିମ ଓଡିଶା ଅଧିକା ଶୀତ ପ୍ରଭାବ ରହିବ, ତାପରେ ଆମର ଆଭ୍ୟନ୍ତରୀଣ ଓଡିଶା, ତାପରେ ଦକ୍ଷିଣ ଓଡିଶା, ତାପରେ ଆମର ଉପକୂଳବର୍ତ୍ତୀ ଓଡିଶା, ଏଇ ସବୁ ଶୀତ କଣ୍ଡିସନ ରହିବେ। କିନ୍ତୁ ଓଭରଅଲ ଆମର ଓଡିଶା ଆଉ ପାର୍ଶ୍ୱବର୍ତ୍ତୀ ଯୋଉ ରାଜ୍ୟ ମାନେ ଅଛନ୍ତି ଇନକ୍ଲୁଡିଂ ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ରାଜସ୍ଥାନ ଆଉ ଦକ୍ଷିଣରେ ଆପଣ ଯଦି ଦେଖିଲେ ମହାରାଷ୍ଟ୍ର, ସବୁ ବହୁତ ଅଧିକାଂଶ ଭାରତ ବର୍ତ୍ତମାନ ଶୀତ ପ୍ରକୋପରେ ରହିବ। କାରଣ ବାୟୁର ଯୋଉ ଚଳନଟା ଜୋରରେ ଯୋଉ ବାୟୁର ପ୍ରଭାବ ହଉଛି, ସେଟା ଉତ୍ତର ପଶ୍ଚିମ ଦିଗରୁ ବାୟୁର ପ୍ରଭାବ ହବ। ଆଉ ଉତ୍ତର ଭାରତରେ ଯଦି ଦେଖିବେ ଜମ୍ମୁ କାଶ୍ମୀର, ହିମାଚଳ, ଏସବୁ ଅଞ୍ଚଳରେ ପଛକୁ ପଛ ଯୋଉ ଆମର ପଶ୍ଚିମା ଝଡ଼ ପ୍ରଭାବରେ ତୁଷାରପାତ ଆଉ ଥଣ୍ଡା ଶୀତ ଲହରୀ ଏ ସବୁ କଣ୍ଡିସନ ରହିବ। ନିହାତି ଭାବେ ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ଆଲୋଚନା ପାଇଁ।